ଜୟ ଜଗନ୍ନାଥ। ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଶୁଭମ ଅନଲାଇନ୍ ଏଜୁକେସନ୍ ଚ୍ୟାନେଲକୁ। ତ ପୂର୍ବରୁ ଆମେ ପାର୍ଟ 1, ପାର୍ଟ 2, ପାର୍ଟ 3 ଆଲୋଚନା କରିଥିଲୁ। ଆଜି ଆମେ ପାର୍ଟ 4କୁ ଦେଖିବା। ପୂର୍ବ ଭିଡ଼ିଓରେ ଆମେ ଆଲୋଚନା କରିଥିଲୁ ଯେ କମ୍ବଗ୍ରୁପର ଅର୍ଜୁନତା ଯେଉଁ ହଂସମାନେ ବେଶୀ ଉପରକୁ ଉଠି ପାରୁନଥିଲେ, ତ ତା ତଳେ ଗୋଟେ ନଦୀ ମଝିରେ ବୃଦ୍ଧ ତରୁଣୀ ମାଝିକୁ ସଂଗ୍ରହ କରି ନୌକାରେ ଫେରୁଥିଲେ। ସେ କନ୍ୟାଟି ଦୀର୍ଘ ଓଢ଼ଣୀରେ ମୁହଁକୁ ଘୋରେଇଥିଲା। ତ ସେଇ ଯେଉଁ କଇଁଛ ଉଡ଼ୁଥିବାର ଦେଖି ସେଇ ଯେଉଁ ତା ସହଯାତ୍ରୀରେ ଯାଇଥିବା ଯାତ୍ରୀମାନେ ବିସ୍ମୟସୂଚକ ପାଟିରେ ପାଟି କରିଥିଲେ। କନ୍ୟାଟି ଦୀର୍ଘ ଓଢ଼ଣୀକୁ ଉଠେଇ ଦେଇ ତା ସ୍ୱାମୀକୁ କହିଥିଲା ଯେ ମୋତେ ସେଇଟା ଆଣିକି ଦିଅ। ତ ମୋତେ ତା ସ୍ୱାମୀ ସବୁଠୁ ମୁକୁଟର ସହ ଠିଆ ହୋଇ ପଡ଼ିଥିଲେ ଓ ସେ ଭାରସାମ୍ୟ ହରାଇ ପଡ଼ିଯାଇଥିଲା ଏବଂ କଇଁଛଟି ବୁଦୁ କହିଥିଲା ଓ କୌଣସି ପ୍ରକାର ସେ ନିଜକୁ ସମ୍ଭାଳି ଦେଇଛି। ତ ପୁଣି ମଧ୍ୟ ସେ ବୁଦୁ କହି ଆସିଥିଲା। ପୁଣି ମଧ୍ୟ ସେ କହୁଥିଲା ମୁଁ ଉଡ଼ୀୟମାନ। ହଠାତ୍ ଏତେ ବଡ଼ ପାଟିରେ କହିବାକୁ ଉଦ୍ୟମ କରୁଥିଲେ। କଚ୍ଛପ କୌଣସି ପ୍ରକାର ସମ୍ଭାଳି ଦେଇଛି। କଚ୍ଛପ କୌଣସି ପ୍ରକାର ନିଜକୁ ସେ ସମ୍ଭାଳି ଦେଇଛି। ତାପରେ ଅଦୂରରେ ଦେଖାଯାଇଛି ଗୋଟେ ରାଜ ନଅରର ଶିଖର। ତ ଏହି ସମୟ ମଧ୍ୟରେ ରାଜାଙ୍କୁ ଯାଇ ଲୋକମାନେ କହିଦେଇଛନ୍ତି ଯେ ସେ କଇଁଛଟି ବିଷୟରେ। ରାଜାମାନେ ତାଙ୍କ ଦରବାରରେ ଥିବା ସମସ୍ତ ସଭାସର୍ବଙ୍କୁ ନେଇ ଛାତ ଉପରକୁ ଉଠି ଯାଇଛନ୍ତି ଏବଂ ଛାତ ଉପରୁ ସେ ରାଜା କଇଁଛକୁ ଦେଖି କହିଛନ୍ତି ଯେ ବିଚିତ୍ର। ତ ସେଇ ଦରବାରରେ ଅନ୍ତର୍ଭୁକ୍ତ ଥିବା ଜଣେ ବିଦେଶଦୂତ ରାଜଦୂତ କହିଛନ୍ତି, ବିଚିତ୍ର କ'ଣ ମହିମା? ଆମ ରାଜ୍ୟରେ ଥରେ ଥରେ ଗୋଟିଏ ସମ୍ପୂର୍ଣ୍ଣ ଘୁଷୁରି ଉଡ଼ିଯିବାର ଦେଖାଯାଏ, କହିଛନ୍ତି ବିଦେଶୀ ରାଜଦୂତ। ତ ଏଇଭଳି ତାଙ୍କ ଭିତରେ କଥାବାର୍ତ୍ତା ହଉ କଇଁଛଟି ବୁଦୁ କହିଦେଇଛି। ଉଦ୍ଗତ ଭାବ ଏବଂ ସମ୍ଭାଳି ନ ପାରି କହିଦେଇଛି କମ୍ବଗ୍ରୁପ ବୁଦୁ। ତାପରେ ସେ ଚକ୍ରାୟିତ ବୁଲି ବୁଲି ଆସି ପଡ଼ିଯାଇଛି ନଅରର ଛାତ ଉପରେ। ତ ଏଇ ପର୍ଯ୍ୟନ୍ତ ଆମେ ପଢ଼ିଥିଲୁ। ତ ଆଜି ଦେଖିବା ତାପରେ କ'ଣ ଅଛି। ତ ଯେତେବେଳେ ସେ ପଡ଼ିଯାଇ ସଭାସଦମାନେ ସବୁ ଡରିଯାଇଛନ୍ତି। ସବୁ ଆମେ ପଢ଼ିଛୁ। ଚକ୍ରାକାରରେ କଚ୍ଛପକୁ ଘେରିଛନ୍ତି। ଚକ୍ରାକାର କହିଲେ ଗୋଲେଇ ହେଇ ଚକ୍ର ଭଳି। ଚକ୍ର ଆକାରରେ କଚ୍ଛପକୁ ଘେରି ସଭାର ସଭ୍ୟ ଚମତ୍କୃତ ହୋଇ ଅନାଇଛନ୍ତି। ଏଇ ପର୍ଯ୍ୟନ୍ତ ଆମେ ପଢ଼ିଥିଲୁ। ତ ତାପରେ କ'ଣ ହେଇଛି, ଦରବାରର ପ୍ରଧାନ ବିଶେଷଜ୍ଞ ଭୋଜନ ପ୍ରେମୀ କହିଲେ। ଦରବାର ଯେ ପ୍ରଧାନ ବିଶେଷଜ୍ଞ କହିଲେ ବିଶେଷ ଜ୍ଞାନର ଅଧିକାରୀ। ସେ ଜଣେ ଭୋଜନ ପ୍ରେମୀ। ସେ କହିଛନ୍ତି କ'ଣ ନା, ଏହି ଦୁର୍ଲଭ ଧରଣର ସୁସ୍ୱାଦୁ କଚ୍ଛପ ମାଂସ ରାଜକୀୟ ଖାଦ୍ୟ ତାଲିକା ବହିର୍ଭୂତ ହୋଇନଥିଲେ ଏହା ରାଜ ଭୋଗର ମର୍ଯ୍ୟାଦା ପାଇବାର ହକ୍ଦାର ଥିଲା। ତ ଦରବାରର ପ୍ରଧାନ ବିଶେଷଜ୍ଞ ଯିଏକି ଭୋଜନ ପ୍ରେମୀ, ଭୋଜନକୁ ଭଲ ପାଆନ୍ତି, ସେମାନେ ହେଲେ ଭୋଜନ ପ୍ରେମୀ। ସେ କହିଛନ୍ତି କ'ଣ, ଏହି ଦୁର୍ଲଭ କହିଲେ ଦୁମୂଲ୍ୟ ବା ବିରଳ ଧରଣର ସୁସ୍ୱାଦୁ କଚ୍ଛପ ମାଂସ ରାଜକୀୟ ଭୋଗ ତାଲିକାଭୁକ୍ତ ଓ ବହିର୍ଭୂତ କହିଲେ ବାହାରେ। କଚ୍ଛପ ମାଂସ ରାଜକୀୟ ଖାଦ୍ୟ ତାଲିକାରୁ ବହିର୍ଭୂତ ବାହାରେ ହୋଇନଥିଲେ ଏହା ରାଜଭୋଗ ମର୍ଯ୍ୟାଦା ପାଇବାର ହକଦାର ହୋଇଥାନ୍ତା। ମର୍ଯ୍ୟାଦା କହିଲେ ସ୍ଥାନ ପାଇବାର ହକଦାର ଥିଲା। ସହସ୍ର କହିଲେ ହଜାର ବର୍ଷରେ ଥରେ ଯାଇ ଶୂନ୍ୟରେ କଚ୍ଛପ ବୃଷ୍ଟି କହିଲେ ବର୍ଷା ହୁଏ। ଆଉ ସେ କଚ୍ଛପ ମାଂସ ସହସ୍ର ହଜାର ଧରଣର ରୋଗ ବ୍ୟାଧି ଓ ଦୋଷ ଦୁର୍ବଳର ପ୍ରତିଷେଧକ ହୋଇଥାଏ। ଏକଥା କିଏ କହିଛନ୍ତି ନା, ଦରବାରର କବିରାଜ ଜ୍ୟୋତିଷ। ତ କବିରାଜ ଜ୍ୟୋତିଷ କ'ଣ କହିଛନ୍ତି, ହଜାର ବର୍ଷରେ ଥରେ ଯାଇ ଶୂନ୍ୟରେ କଚ୍ଛପ ବୃଷ୍ଟି ହୁଏ। ହଜାର ବର୍ଷରେ ଥରେ ଶୂନ୍ୟରେ କଚ୍ଛପ ବର୍ଷା ହୁଏ। ଆଉ ସେ କଚ୍ଛପ ମାଂସ ସହସ୍ର ହଜାର ଧରଣର ରୋଗ ବ୍ୟାଧି ଓ ଦୋଷ ଦୁର୍ବଳର ପ୍ରତିଷେଧକ କହିଲେ ନିବାରକ। ତାପରେ ଆଖି ଯୋଡ଼ି କର ଉପରାର୍ଦ୍ଧ ନିର୍ମିଳିତ ରଖି ନିର୍ଣ୍ଣାଦ ଦରବାରର ପଞ୍ଜିକା ଉପରେ ନିବନ୍ଧ କହିଲେ ସ୍ଥାନ ରଖି
ସେ ଘୋଷଣା କଲେ, ସେଇ କଥା କହିଛନ୍ତି, ଘୋଷଣା କରିଛନ୍ତି ଆଜିଠାରୁ 900 ବର୍ଷ 9 ମାସ 9 ସପ୍ତାହରେ ହିଁ ଭବିଷ୍ୟତରେ 10 ସପ୍ତାହରେ ମାସଟିଏ ହେବ ବୋଲି ମୁଁ ଦେଖିପାରୁଛି। 9 ଦିବସ 9 ଘଣ୍ଟାରେ ଏହିପରି ଆଉ ଏକ କଚ୍ଛପ ଶୂନ୍ୟରୁ ଖସିବ ବୋଲି ମୁଁ ଏହି କ୍ଷଣି ଭବିଷ୍ୟବାଣୀ କରୁଛି। ତ ସେ ଘୋଷଣା କରିଛନ୍ତି କ'ଣ? ଆଜିଠାରୁ 900 ବର୍ଷ 9 ମାସ 9 ସପ୍ତାହରେ ହିଁ ଭବିଷ୍ୟତରେ 10 ସପ୍ତାହେ ମାସଟିଏ ହେବ ବୋଲି ମୁଁ ଦେଖିପାରୁଛି। ସେ ଦେଖିପାରୁଛନ୍ତି 9 ଦିବସ 9 ଦିନ, ଦିବସ କହିଲେ ଦିନ, 9 ଘଣ୍ଟାରେ ଏହିପରି ଆଉ ଏକ କଚ୍ଛପ ଶୂନ୍ୟରୁ ଖସିବ ବୋଲି ମୁଁ ଏହି କ୍ଷଣି କହିଲେ ସାଙ୍ଗେ ସାଙ୍ଗେ ଭବିଷ୍ୟବାଣୀ କରୁଛି। ମୁଁ ସାଙ୍ଗେ ସାଙ୍ଗେ ଭବିଷ୍ୟବାଣୀ କରୁଛି। କିନ୍ତୁ ଆପଣ ଏହି ପତନ ସମ୍ପର୍କରେ ଭବିଷ୍ୟବାଣୀ କରିନଥିଲେ କାହିଁକି? ମହାପଣ୍ଡିତେ ପ୍ରଶ୍ନ କଲେ ରାଜା। ରାଜା ଆଜି ପ୍ରଶ୍ନ କରୁଛନ୍ତି, ଆପଣ ଏଇ ଯେଉଁ ପତନ, ଯେଉଁ କଇଁଛଟି ଯେଉଁ ପଡ଼ିବାର ସମ୍ପର୍କରେ, ପତନ କହିଲେ ପଡ଼ିବାର ସମ୍ପର୍କରେ ଭବିଷ୍ୟବାଣୀ କରିନଥିଲେ କାହିଁକି ମହାପଣ୍ଡିତେ? ପ୍ରଶ୍ନ ଏଠି କରୁଛନ୍ତି ରାଜା। ଛାମୁକୁ କେନ୍ଦ୍ର କରି ମୋର ସବୁ ଗଣନା, ଯେହେତୁ କଚ୍ଛପ ମାଂସ ରାଜମଣୋହିର ଅଯୋଗ୍ୟ, ତେଣୁ ଏ ଘଟଣାକୁ ମୁଁ ଉଲ୍ଲେଖନଯୋଗ୍ୟ ବୋଲି ବିଚାର ନଥିଲି। ଉତ୍ତର ଦେଲେ ମହାପଣ୍ଡିତ। ମହାପଣ୍ଡିତ କ'ଣ ଏଠି ଉତ୍ତର ଦେଉଛନ୍ତି? ଛାମୁଙ୍କୁ କହିଲେ ରାଜାଙ୍କୁ କେନ୍ଦ୍ର କରି ମୋର ସବୁ ଗଣନା, ମୋର ଯେତେ ଗଣନା ରାଜାଙ୍କୁ କେନ୍ଦ୍ର କହିଲେ ମୂଳ କରି ମୋର ସବୁ ଗଣନା, ଯେହେତୁ କଚ୍ଛପ ମାଂସ ରାଜମଣୋହିର ଅଯୋଗ୍ୟ, ଯେହେତୁ କଚ୍ଛପ ମାଂସ ରାଜମଣୋହିର ଅଯୋଗ୍ୟ, ମଣୋହି କହିଲେ ଖାଦ୍ୟରେ ଅଯୋଗ୍ୟ, ତେଣୁ ଏହି ଘଟଣାକୁ ମୁଁ ଉଲ୍ଲେଖନଯୋଗ୍ୟ ବୋଲି ବିଚାର କରିନଥିଲି। ଉତ୍ତର ଦେଇଛନ୍ତି ମହାପଣ୍ଡିତ। ମହାପଣ୍ଡିତ ସବୁ ଉତ୍ତର ଦେଇଛନ୍ତି ଏଇ କଥା। କଚ୍ଛପ ଆଡ଼କୁ ଦୃଷ୍ଟିପାତ କରି ରାଜା ଅନ୍ତତଃ ଗୋଟିଏ ଚକ୍ଷୁ ଝଟକି ଉଠିଲା। କଚ୍ଛପକୁ ଯେତେବେଳେ ରାଜା ଦେଖିଛନ୍ତି, ତାଙ୍କ ଦୃଷ୍ଟିପାତ କରିଛନ୍ତି, ତାଙ୍କ ଗୋଟିଏ ଚକ୍ଷୁ ଛଟକି ଉଠିଲା। ତ କଚ୍ଛପଟି ସେଇଭଳିଆ ହେଇଛି, ବିଶାଳ କଚ୍ଛପ। ତ ଯେତେବେଳେ ଦେଖିଛନ୍ତି ଝଟକି ଉଠିଛି। ଏହା ଯେ ସ୍ଥଳେ ବହୁ ରୋଗ ଓ ଦୋଷ ଦୁର୍ବଳର ମହୋଷଧ, ଏହାକୁ ରନ୍ଧନ କରି ପୀଡ଼ିତମାନଙ୍କୁ ଦେବାର ବ୍ୟବସ୍ଥା କରିବା। କବିରାଜ ମୁଖ୍ୟ ପାଚକକୁ ସେଇଠି ନେଇ ତତ୍କ୍ଷଣାତ୍ ରାନ୍ଧିବାକୁ ନିର୍ଦ୍ଦେଶ ଦେଲେ। ଏହା ଯେ ତ ଏଠି ଜ୍ୟୋତିଷ କହିଛନ୍ତି ନା, କବିରାଜ ଜ୍ୟୋତିଷ କହିଛନ୍ତି ନା, ଏଇଟା ବହୁ ଦୋଷ ଦୁର୍ବଳର ମହୋଷଧି ବୋଲି। ରାଜା ସେୟା କହିଛନ୍ତି, ଏହା ଯେ ସ୍ଥଳେ ବହୁ ରୋଗ ଓ ଦୋଷ ଦୁର୍ବଳ ମହୋଷଧି କଲେ ନିବାରଣ, ତ ଏହାକୁ ରନ୍ଧନ କରି ପୀଡ଼ିତମାନଙ୍କୁ ଦେବାର ବ୍ୟବସ୍ଥା କରିବା। ରାଜା ଏଠି କହୁଛନ୍ତି ଏ ଯେଉଁ କଚ୍ଛପକୁ ରନ୍ଧନ କରି ଆଉ ପୀଡ଼ିତମାନଙ୍କୁ ଦେବାର ବ୍ୟବସ୍ଥା କରିବା କହି ରାଜା ମୁଖ୍ୟ ପାଚକକୁ ରାନ୍ଧୁଣିଆକୁ ସେଇଠି ନେଇ ତତ୍କ୍ଷଣାତ୍ ରାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତତ୍କ୍ଷଣାତ୍ କହିଲେ ସାଙ୍ଗେ ସାଙ୍ଗେ ରାନ୍ଧିବାକୁ ଆଦେଶ ଦେଲେ ଆଉ। ଯଦିଓ ଛାମୁଙ୍କ ଭଳି ମୁଁ ବି ଛାର କଚ୍ଛପ ମାଂସ ଖାଇବାକୁ ପସନ୍ଦ କରେ ନାହିଁ, ଏଇଠୁରୁ ବରଂ ଫାଳେ ଖାଇବି। ଅଧିକ ଦକ୍ଷତା ସହ ରାଜ୍ୟ ସେବା କରିବା ନିମନ୍ତେ ମୁଁ ଗଣ୍ଠିବାଦରୁ ସହଳ ମୁକ୍ତ ପାଇବା ଆବଶ୍ୟକ, କହିଲେ ସେନାପତି। ତ ସେନାପତି କ'ଣ କରୁଛନ୍ତି ନା, ସେନାପତିଙ୍କର ବି ଲୋଭ ହୋଇଯାଇଛି। କଚ୍ଛପ ଯେହେତୁ ଗୋଟେ ବିଶାଳ, ସେନାପତିଙ୍କର ବି ଲୋଭ ହୋଇଯାଇଛି। ସିଏ କହୁଛନ୍ତି ଯଦିଓ ଛାମୁଙ୍କ କହିଲେ ରାଜାଙ୍କ ଭଳି ମୁଁ ବି ତୁଚ୍ଛ କଚ୍ଛପ ଖାଇବା ପାଇଁ ପସନ୍ଦ କରେ ନାହିଁ। ଏଇଠୁରୁ ବରଂ ମୁଁ ଫାଳେ ଖାଇବି। ଅଧିକ ଦକ୍ଷ ସହ ରାଜସେବା କରିବା ନିମନ୍ତେ ମୁଁ ଗଣ୍ଠିପାତରୁ ସହଳ ମୁକ୍ତ ପାଇବାର ଆବଶ୍ୟକ। ତ ସେନାପତି ବି ଏଇଭଳି ଭାବେ କହୁଛନ୍ତି। ତାପରେ ସେନାପତିଙ୍କ ଘୋଷଣାର ପ୍ରତିଧ୍ୱନି ନିର୍ଗତ ହେଲା ସମସ୍ତ ମନ୍ତ୍ରୀ ଓ ସଭାସଦଙ୍କ କଣ୍ଠରୁ। ସେନାପତିଙ୍କର ଘୋଷଣାର ପ୍ରତିଧ୍ୱନି, ସେନାପତି ଯାହା ଘୋଷଣା କରିଥିଲେ ସେଇ ପ୍ରତିଧ୍ୱନି ନିର୍ଗତ କଲେ ବାହାର ହେଲା
ସମସ୍ତ ମନ୍ତ୍ରୀ ଏବଂ ସଭାସଦବର୍ଗଙ୍କର କଣ୍ଠରୁ, ସବୁ ମନ୍ତ୍ରୀ ଏବଂ ସଭାସଦଙ୍କ କଣ୍ଠରୁ ଏହି କଥାଟି ବାହାରିଛି। ସମସ୍ତେ ଅଧିକ ଦକ୍ଷ ଓ ରାଜସେବା ନିମନ୍ତେ କଚ୍ଛପର କିୟଦଂଶମାନ ଭକ୍ଷଣ କରି କୌଣସି ନା କୌଣସି ରୋଗରୁ ମୁକ୍ତ ପାଇବା ପାଇଁ ଆଗ୍ରହୀ ଥିଲେ। କଚ୍ଛପ ସେଭଳି ହେଇଛି ନା ସମସ୍ତେ ତାକୁ ଦେଖି ଲୋଭେଇ ଯାଇଛନ୍ତି। ତ କ'ଣ ହେଇଛି ନା ସମସ୍ତେ ଅଧିକ ଦକ୍ଷତା ସହ ରାଜସେବା ନିମନ୍ତେ କଚ୍ଛପର କିୟଦଂଶମାନ କିଛି ଅଂଶ ଭକ୍ଷଣ କଲେ ଖାଇବା ପାଇଁ କୌଣସି ନା କୌଣସି ରୋଗରୁ ମୁକ୍ତ ପାଇବା ପାଇଁ ଆଗ୍ରହୀ ଥିଲେ। ମୁଁ ଦେଖି ଲୋଭେଇ ଯାଇଛନ୍ତି। ସିଏ ମଧ୍ୟ କ'ଣ କହୁଛନ୍ତି ନା ଆମର ଦୁଇ ଦେଶ ମଧ୍ୟରେ ମୈତ୍ରୀର ଗାଢ଼ତା କରିବାର ଆବଶ୍ୟକତା ଦୃଷ୍ଟିରୁ କ'ଣ କରୁଛନ୍ତି ନା ଆମର ଯେଉଁ ଦୁଇ ଦେଶ ଅଛି ତା ମୈତ୍ରୀର ଗାଢ଼ତା କରିବା ଆବଶ୍ୟକତା ଦୃଷ୍ଟିରୁ ମୁଁ ମଧ୍ୟ କିଞ୍ଚିତ୍ କଚ୍ଛପ ମାଂସ ଭକ୍ଷଣ କରିବା ପାଇଁ ପ୍ରସ୍ତୁତ ଘୋଷଣା କରିଛନ୍ତି ବିଦେଶୀ ରାଜଦୂତ। କିଞ୍ଚିତ୍ କହିଲେ ଅଳ୍ପ ଟିକେ, କିଞ୍ଚିତ୍ କହିଲେ ଅଳ୍ପ। କଚ୍ଛପ ମାଂସ ଖାଇବା ପାଇଁ ମୁଁ ପ୍ରସ୍ତୁତ। ଇତିମଧ୍ୟରେ ରାଜାଙ୍କ ନିମନ୍ତେ ଚଳନ୍ତି ସିଂହାସନଟିଏ ଛାତ ଉପରୁ ଅଣା ସରିଥିଲା। ତ ଏହିସବୁ କଥାବାର୍ତ୍ତା ମଧ୍ୟରେ ରାଜାଙ୍କ ପାଇଁ ଗୋଟେ ଚଳନ୍ତି ରାଜା ଯେଉଁଠି ଯାଆନ୍ତି ଚଳନ୍ତି ଗୋଟେ ଲୋକମାନେ ନେଇ ପକାନ୍ତି ରାଜା ବସୁଛନ୍ତି। ସେଇ ଚଳନ୍ତି ସିଂହାସନଟିଏ ଛାତ ଉପରକୁ ଅଣାଯାଇ ସାରିଥିଲା। ସେ ତୁହିଁରେ ଉପବେଶ କରନ୍ତି ଓ ଅନ୍ୟମାନେ ତଳେ ବସିଗଲେ। ସେ ତୁହିଁରେ ଉପବେଶ ମାନେ ବସିଲେ ଆଉ ଅନ୍ୟମାନେ ତଳେ ବସିଗଲେ। ଅନ୍ୟମାନେ ସବୁ ତଳେ ବସିଗଲେ। ଯାହାର ସର୍ବାଧିକ ପ୍ରୟୋଜନ କଚ୍ଛପ ତାକୁ ହିଁ ମିଳିବ। ପ୍ରୟୋଜନ କହିଲେ ଆବଶ୍ୟକ। ଯାହାର ସର୍ବାଧିକ ଆବଶ୍ୟକ କଚ୍ଛପ ତାକୁ ହିଁ ମିଳିବ। ସେ କଥା ଆମେ ଦେଖିବୁ। ତ ରାଜା ଏଠି କହୁଛନ୍ତି ଯେତେବେଳେ ତାଙ୍କ ପାଇଁ ସିଂହାସନରେ ବସିଯାଇଛନ୍ତି ସେ ଏଇଭଳି କହିଛନ୍ତି ଯେ ଯାହାର ସର୍ବାଧିକ ପ୍ରୟୋଜନ କଚ୍ଛପ ତାକୁ ହିଁ ମିଳେ। ସେ କଥା ଆମେ ସେ କଥା ଦେଖିବୁ। କିନ୍ତୁ ଜୀବଟି ଶୂନ୍ୟରୁ ଖସିଲା ବେଳେ କିଛି ଗୋଟେ କହିବାର ଆମେ ଶୁଣିଥିଲୁ। ସେଇଟି କ'ଣ? ବୃହତ୍ କର୍ଣ୍ଣ ସମ୍ବଳିତ ସଭାସଦବର୍ଗଙ୍କୁ ରାଜା ପ୍ରଶ୍ନ କଲେ। ବୃହତ୍ କର୍ଣ୍ଣ ସମ୍ବଳିତ ଯେଉଁମାନେ ଦୂରର କଥାକୁ ଶୁଣିପାରନ୍ତି ସେହି କର୍ଣ୍ଣ ସମ୍ବଳିତ ସଭାସଦବର୍ଗଙ୍କୁ ରାଜା ଏଠି ପ୍ରଶ୍ନ କଲେ। କ'ଣ ପ୍ରଶ୍ନ କରୁଛନ୍ତି ନା ଜୀବଟି ଶୂନ୍ୟରୁ ଖସିଲା ବେଳେ କିଛିଟା କହିଥିଲା, ସେଇଟା କ'ଣ? ଯେତେବେଳେ ପ୍ରଶ୍ନ କରୁଛନ୍ତି ସେତେବେଳେ ତାଙ୍କ ଭିତରୁ ଜଣେ କହିଛି କହିବାକୁ ଛାତି ଫାଟି ଯାଉଛି ମଣିମା। କହିବାକୁ ଛାତି ଫାଟି ଯାଉଛି ମଣିମା। ସଭାସଦ ତାଙ୍କର ଅନୁନକରଣୀୟ ଲମ୍ବା କର୍ଣ୍ଣଯୁଗଳ ଯାହାକି ସେ ଇଚ୍ଛାନୁସାରେ ଦୋହଲାଇପାରେ। ଆଉଁସି କହିଲେ ଜୀବଟି ବୁଦ୍ଧୁ ଉଚ୍ଚାରଣ କରିଥିଲା। ତ ପ୍ରଶ୍ନରେ ପଡ଼ିବ କଚ୍ଛପଟି ପଢ଼ିଲା ବେଳେ କ'ଣ ଉଚ୍ଚାରଣ କରିଥିଲା? ଉତ୍ତରଟା ବୁଦ୍ଧୁ। ଏଟା ଇମ୍ପୋର୍ଟାଣ୍ଟ ଅଛି। ବିଚିତ୍ର ରାଜା ଏଠି କହିଲେ ବିଚିତ୍ର, କିନ୍ତୁ କାହାକୁ ଉଦ୍ଦେଶ୍ୟ କରି ସେ ଏଇଭଳି ସମ୍ବୋଧନା କରିଥାଇପାରେ? ଆମ ଭିତରେ ପୁଣି ବୁଦ୍ଧୁ କିଏ? ରାଜା ବିସ୍ମୟ ପ୍ରକାଶ କଲେ। ରାଜା ଏଠି ଆଶ୍ଚର୍ଯ୍ୟ ପ୍ରକାଶ କଲେ। ରାଜା ଏଠି ଆଶ୍ଚର୍ଯ୍ୟ କି କହୁଛନ୍ତି ବିଚିତ୍ର, କିନ୍ତୁ ଯେଉଁ କାହାକୁ ଉଦ୍ଦେଶ୍ୟ କରି ସେ ଏଇଭଳି ସମ୍ବୋଧନା କରିଥାଇପାରେ? ଆମ ଭିତରେ ପୁଣି ବୁଦ୍ଧୁ କିଏ? ଗଭୀର ମୌନତା ସଭାସଦବର୍ଗ ପରସ୍ପର ପ୍ରତି ଘନ ଘନ ଦୃକ୍ପାତ କରିବାକୁ ଲାଗିଲା। ତ ରାଜା ଯେତେବେଳେ ବିସ୍ମିତ କହିଛନ୍ତି ଆମ ଭିତରେ ପୁଣି ବୁଦ୍ଧୁ କିଏ? ତ ଗଭୀର ମୌନତା ଭିତରେ ସଭାସଦବର୍ଗ ପରସ୍ପର ପ୍ରତି ଘନ ଘନ ମାନେ ବାରମ୍ବାର ପାଟିତୁଣ୍ଡ ଉତ୍ପାତ କଲେ, ପାଟିତୁଣ୍ଡ କରିବାରେ ଲାଗିଲେ। ତ ଗଭୀର କଲେ ନିବିଡ଼ ମୌନତା ଭିତରେ ସଭାର ସଦବର୍ଗ ମାନେ ସଭାର ସମସ୍ତ ଲୋକ ପରସ୍ପର ପ୍ରତି ଘନ ଘନ ବାରମ୍ବାର ଉତ୍ପାତ କଲେ, କଥାବାର୍ତ୍ତା ହେବାରେ ଲାଗିଲେ। ବୁଦ୍ଧୁ ସ୍ୱୟଂ ନ ମାନିଲେ ଆମେ ତାଙ୍କୁ ବାତିଲ ନୀତି ଦ୍ୱାରା ତାକୁ ଆବିଷ୍କାର କରିବାକୁ ହେବ କହି ରାଜା ଅପେକ୍ଷା କଲେ। ନୀରବତା ସେହିପରି ଘନତ୍ୱ ହୋଇ ଉଠିଲା। ବୁଦ୍ଧୁ ଯଦି ସ୍ୱୟଂ ମାନେ ନିଜେ ନ ମାନିଲେ ଆମେ ତାକୁ ବାତିଲ ନୀତି କହିଲେ
ପ୍ରତ୍ୟେକ ନୀତି ମାନେ ପରସ୍ପର ମଧ୍ୟରେ ଆଲୋଚନା କରି ସେଇ ରୀତି ଅନୁସାରେ ସେଇ ନିୟମ ଦ୍ୱାରା ତାକୁ ଆମେ ଆବିଷ୍କାର କରିବା ମାନେ ବାହାର କରିବାକୁ ହବ। କହି ରାଜା ଅପେକ୍ଷା କଲେ। ରାଜା କିଛି ସମୟ ଅପେକ୍ଷା କଲେ, କିଏ ସେ ବୁଧୁ, ସେ କହିବ କି କ'ଣ, ସେଥିପାଇଁ ରାଜା ଅପେକ୍ଷା କରିଥିଲେ। ନୀରବତା ସେହିପରି, ନୀରବତା ଯେପରି ଥିଲା ସେହିପରି ଘନତ୍ୱ ହୋଇ ଉଠିଲା, ଘନତର ହୋଇ ଉଠିଲା। ଆମର ସମ୍ମାନିତ ଅତିଥି ବିଦେଶୀ ରାଜଦୂତ ମହୋଦୟ ତାଙ୍କର କୂଟନୈତିକ ବୈଶିଷ୍ଟ୍ୟ ଦୃଷ୍ଟିରୁ ମୃଦୁ ପଦବାଚ୍ୟ ହୋଇପାରିନାହାନ୍ତି। ରାଜା କହିଲେ, ଆମର ଯେଉଁ ସମ୍ମାନିତ ଯେଉଁ ଅତିଥି ଅଛନ୍ତି ବିଦେଶୀ ରାଜଦୂତ ମହୋଦୟ ତାଙ୍କର କୂଟନୈତିକ ବୈଶିଷ୍ଟ୍ୟ ଓ ଲକ୍ଷଣ ଦୃଷ୍ଟିରୁ ସେ ମୃଦୁ ପଦବାଚ୍ୟ ହୋଇପାରିନାହାନ୍ତି। ରାଜା ଏହି କଥା କହିଲେ। ହେଁ ମଣିମା। ରାଜଦୂତ ଉଚିତ ଲଜ୍ଜା ସହକାରେ ମୁଣ୍ଡକୁ ହଲାଇ ରାଜାଙ୍କର ବକ୍ତବ୍ୟ ପ୍ରତି ସମର୍ଥନ ଜଣାଇଲେ। ରାଜଦୂତ ଉଚିତ ଲଜ୍ଜା ସହକାରେ ମୁଣ୍ଡକୁ ହଲାଇ ରାଜାଙ୍କ ବକ୍ତବ୍ୟ ପ୍ରତି ସମର୍ଥନ ଜଣାଇଲେ। ଆମର ମନ୍ତ୍ରୀମାନେ ହୁଏତ ମନ୍ତ୍ରୀ ନହେଲେ ବୁଧୁ, ସେମାନେ ଏକାଧାରରେ ଉଭୟ ହୋଇପାରିବେ ହୋଇ ନ ପାରନ୍ତି। ଯଦି ସିଏ ବୁଧୁ ସେ ମନ୍ତ୍ରୀ ହେବେ କି? ତା ମୁଣ୍ଡରେ କିଛି ବୁଦ୍ଧି ଅଛି ବୋଲି ସେମାନେ ମନ୍ତ୍ରୀ ହେଲେ ନା ନାହିଁ? ସେମାନେ ଏକାଧାରରେ ଦୁଇଟି ହୋଇପାରିବେ ନାହିଁ, ଉଭୟ ହୋଇପାରିବେ ନାହିଁ। ବୁଧୁ କିମ୍ବା ମନ୍ତ୍ରୀ ଉଭୟ ସେମାନେ ହୋଇପାରିବେ ନାହିଁ। ଠିକ୍ ମଣିମା, ଆମେମାନେ ମନ୍ତ୍ରୀ ମାତ୍ର। ଆଶ୍ୱସ୍ତ ସ୍ମିତ ହସରେ ଅଳ୍ପ ହସ ଫୁଟାଇ ମନ୍ତ୍ରୀବାବୁ କହିଲେ। ମନ୍ତ୍ରୀମାନଙ୍କୁ କହିଛନ୍ତି ଯେ କି ସର୍ବସମ୍ମତିରେ ଏପରି ଜଣେ ବିଦେଶୀ ଦୂତଙ୍କ ଉପସ୍ଥିତି ସତ୍ତ୍ୱେ ନିଜର ଗଣ୍ଠିବାତର ରହସ୍ୟ ପ୍ରକାଶ କରିଥିଲେ, ସେ ନିଶ୍ଚିନ୍ତ ତାଙ୍କର ଚେହେରାରୁ ଯେତିକି ଜଣାପଡ଼େ ତା ତୁଳନାରେ ସେ ଅଧିକ ବିଜ୍ଞ କହିଲେ ପଣ୍ଡିତ। ଆମର ସେନାପତି ଯିଏକି ସମସ୍ତଙ୍କର ଆଗରେ ଏପରି ଜଣେ ବିଦେଶୀ ଦୂତଙ୍କ ଉପସ୍ଥିତି ସତ୍ତ୍ୱେ ନିଜର ଗଣ୍ଠିବାତର ରହସ୍ୟକୁ ପ୍ରକାଶ କରିଥିଲେ, ସେ ନିଶ୍ଚୟ ତାଙ୍କ ଚେହେରାରୁ ଯେତିକି ଜଣାପଡ଼ୁଛନ୍ତି ତା ତୁଳନାରେ ସେ ଅଧିକ ପାଣ୍ଡିତ। ସେନାପତି ବିକଳ ହସି ସମସ୍ତଙ୍କ ମୁହଁକୁ ଅନାଇଲେ। କ୍ରମେ ଏହିପରି ବାତିଲ ରୀତିରେ ଜଣେ ଜଣେ ହୋଇ ସମସ୍ତ ସଭାସଦ ବୁଧୁ ହୋଇଥିବାର ସମ୍ଭାବନାରୁ ମୁକ୍ତ ହେଲେ। ଏହିପରି ରୀତିରେ ସମସ୍ତେ ବୁଧୁର ସମ୍ଭାବନାରୁ ମୁକ୍ତ ହେଲେ। ବାତିଲ ରୀତି କଲେ ପ୍ରତ୍ୟେକ ରୀତିରେ ସମସ୍ତେ ବୁଧୁର ସମ୍ଭାବନାରୁ ମୁକ୍ତ ହୋଇଛନ୍ତି। ଯେତେବେଳେ ଶେଷ ଆଶ୍ୱାସନାର ଦୀର୍ଘତା ଶୁଣାଗଲା, ସେତେବେଳେ ରାଜା କାନ୍ଦି ଉଠିଲେ। ବାକି ରହିଲି ମୁଁ, ଅର୍ଥାତ୍ ମୁଁ ହିଁ ବୁଧୁ। ସମସ୍ତ ସଭାସଦ୍ବର୍ଗ କାନ୍ଦି ଉଠିଲେ। ଯେତେବେଳେ ରାଜା କାନ୍ଦି ଉଠୁଛନ୍ତି ତ ସେତେବେଳେ ସଭାର ସଦ୍ବର୍ଗ ମଧ୍ୟ କାନ୍ଦି ଉଠିଲେ। କିନ୍ତୁ ରାଜା ବୁଧୁ ହେଲେ ଚଳିବ କି? ଆବଶ୍ୟକ ହେଲେ ରାଜ ପରିବାରର ପବିତ୍ର ପରମ୍ପରାକୁ ଭଙ୍ଗ କରି ଏହି ଅସାଧାରଣ କଚ୍ଛପଟି ସମ୍ଭବ ହେଲେ ସମଗ୍ର କଚ୍ଛପକୁ ଖାଇଦେଇ ମୁଁ ବୁଧୁ ବ୍ୟାଧିରୁ ମୁକ୍ତ ହେବା ଜରୁରୀ ନୁହେଁ କି? ରାଜା ଏଠି କହୁଛନ୍ତି। ବାକି ରହିଲି ମୁଁ, ଅର୍ଥାତ୍ ମୋତେ ହିଁ ସେ ବୁଧୁ କହିଛି। ରାଜା ଖାଇବେ ବୋଲି ଏଇଭଳି ସେ କଚ୍ଛପକୁ ଦେଖି ତାଙ୍କ ଆଖି ଝଟକି ଉଠିଛି ନା। ତ ରାଜା ସମସ୍ତେ ଯେହେତୁ କହିଛନ୍ତି ଆମେ ଖାଇବୁ, ତ ସମସ୍ତଙ୍କ କଥା କାଟି ରାଜା କିପରି ଏଠି ନିଜର କରୁଛନ୍ତି କଚ୍ଛପ ଖାଇବେ ବୋଲି। ତାପରେ କ'ଣ କହୁଛନ୍ତି? କିନ୍ତୁ ରାଜାଟିଏ ବୁଧୁ ହେଲେ ଚଳିବ କି? ଆବଶ୍ୟକ ହେଲେ ରାଜା ପରିବାର ପବିତ୍ର ପରମ୍ପରାକୁ ଭଙ୍ଗ କରି ଭାଙ୍ଗି ଏହି ଅସାଧାରଣ କଚ୍ଛପ ସମ୍ଭବ ହେଲେ କଚ୍ଛପଟି ଖାଇ ମୁଁ ବୁଧୁ ବ୍ୟାଧିରୁ ମୁକ୍ତ ହେବା ଜରୁରୀ ନୁହେଁ କି? ରାଜା ଏଠି କହୁଛନ୍ତି ମୁଁ ବୁଧୁ ବ୍ୟାଧିରୁ ମୁକ୍ତ ହେବା ଜରୁରୀ ନୁହେଁ କି? ରାଜା ଏହା କହିସାରି ରନ୍ଧା କଚ୍ଛପକୁ ହସ୍ତେ ସଦ୍ୟ ପହଞ୍ଚାଇଥିବା ପାଚକକୁ ଇଙ୍ଗିତ ଦିଅନ୍ତି। ପାଚକ କହିଲେ ରୋଷେଇଆ। ରାଜା ଏହା କହିସାରି ରନ୍ଧା କଚ୍ଛପକୁ ସଦ୍ୟ ସାଙ୍ଗେ ସାଙ୍ଗେ ପହଞ୍ଚାଇଥିବା ପାଚକକୁ ଇଙ୍ଗିତ ଦିଅନ୍ତି। କେତେବେଳେ ଠାର ଦିଅନ୍ତି ଏବଂ ପାଚକର ଯିଏ ସହକାରୀ ଯିଏ ପାଚକକୁ ସାହାଯ୍ୟ କରେ, ନିଜ ହାତ ପାହାନ୍ତାରେ ଥିବା ମନ୍ତ୍ରୀର ପଗଡ଼ିଟି
ଓଟାରି ଆଣି ରାଜା ମନ୍ଦିର ପକଡ଼ରେ ଓଟାଣି ଆଣି ରାଜାଙ୍କର କୋଳରେ ବିଛାଇ ଦେଲା ଓ ପାଚକ କହିଲେ ରୋଷେଇଆ ପୁଣି ଉପରେ ସପାତ୍ର କହିଲେ ସମସ୍ତ ପାତ୍ର କଛପ ଥୋଇଦେଲା। ସମସ୍ତ ପାତ୍ରର କଛପ ଥୋଇଦେଲା। ସଭା ସଦ୍ବର୍ଗ କାନ୍ଦ ଅଭ୍ୟାସ ଥାଉ ଥାଉ ରାଜା ଗଭୀର ମନୋଯୋଗ ସହକାରେ ମନ ଲଗେଇ ଗଭୀର ମନୋଯୋଗ ସହକାରେ ପାତ୍ରରୁ ଖାଲି କରିଦେଲେ। କାନ୍ଦ ଏପର୍ଯ୍ୟନ୍ତ ସରି ନାହିଁ। ରାଜା ତାଙ୍କର ପୁରା ମନୋଯୋଗ ଲଗେଇ କଛପକୁ ସବୁ ପୁରା ଖାଇ ଦେଇଛନ୍ତି। ତାପରେ ଖାଇସାରିକି ଚୁପ୍ କର ରାଜା ଧମକ ବୁଲଡୋଜର ଭଳି ସଭା ସର୍ବକମାନଙ୍କର କୋହ କାଞ୍ଜଣାକୁ ମାଡ଼ି ମକଟି ନିସ୍ତବ୍ଧ କରିଦେଲା। ସ୍ତବ୍ଧ କରି ଚୁପ୍ କରିଦେଲା। ତପ୍ତିରେ ନିଶକୁ ପୋଛି ରାଜଦୂତଙ୍କ ଉପରେ ଦୃଷ୍ଟି ନିବଦ୍ଧ କଲେ ଓ କହିଲେ, ଶୁଣ ଦୂତ ମହୋଦୟ, ମାସଟିଏ ସମୟ ଦେବି। ତୁମ ରାଜ୍ୟର ସୁଲଭ ଥିବା ମଇଁଷି ଆକାରର ବିହଙ୍ଗକୁ ହଳେ ନେଇ ଆସ। ନହେଲେ ତୁମ ରାଜ୍ୟ ଆମର ଏକ ତାଲୁକରେ ପରିଣତ ହେବ। ଦୀର୍ଘକାଳ ହେବ ଆମେ କୌଣସି କାର୍ଯ୍ୟରେ ହାତ ଦେଉନାହିଁ। ତ ରାଜା ଏଠି ନିଶ ପୋଛି ଦୂତଙ୍କୁ ଦୃଷ୍ଟି ନିବଦ୍ଧ କଲେ। ଦୃଷ୍ଟି ପକାଇ ଆଉ କହିଛନ୍ତି କ'ଣ ନା, ଶୁଣ ଦୂତ ମହାଶୟ, ମାସଟିଏ ତୁମକୁ ସମୟ ଦେଲି। ତୁମ ରାଜ୍ୟର ସୁଲଭ ଥିବା ମଇଁଷି ଆକାରର ବିହଙ୍ଗ କଲେ ପକ୍ଷୀକୁ ହଳେ ନେଇ ଆସ। ତ ପରୀକ୍ଷାରେ ପଡ଼ିବ। ରାଜା ବିଦେଶୀ ରାଜଦୂତକୁ ତାଙ୍କ ରାଜ୍ୟରେ ଥିବା ସୁଲଭ ବିଦେଶୀ ରାଜଦୂତକୁ କ'ଣ ଆଣିବାକୁ କହିଥିଲେ, କ'ଣ ଏଟା ବି ଇମ୍ପୋର୍ଟାଣ୍ଟ ଅଛି। ନହେଲେ ତୁମ ରାଜ୍ୟ ଆମର ଏକ ତାଲୁକରେ ପରିଣତ ହେବ। ଯଦି ବିଦେଶୀ ରାଜଦୂତ ହଳେ ମଇଁଷି ଆକାରର ବିହଙ୍ଗକୁ ନ ଆଣିବ, ତ ରାଜା କ'ଣ କହିଥିଲେ, କ'ଣ ହେବ ବୋଲି କହିଥିଲେ, ତାଙ୍କର ଏକ ତାଲୁକରେ ପରିଣତ ହେବ। ଦୀର୍ଘକାଳ ହେବ ଆମର କୌଣସି ମହତ୍ କାର୍ଯ୍ୟ ହାତ ଦେଇନାହୁଁ। ଫଳରେ ଆମର ସୈନ୍ୟମାନେ ମୋଟେଇ ଗଲେ ଅଧିକ ହୋଇଯାଉଛନ୍ତି। ସେନାପତିଙ୍କର ବି ସେନାପତି ଗଣ୍ଠି ମଧ୍ୟ ଭୋଗୁଛନ୍ତି। ଯୁଦ୍ଧଟିର ଅଭାବରୁ ଏହିପରି ଦୁର୍ଦ୍ଦଶା ସିନା, ଏହିପରି ଅସୁବିଧା ସିନା ହେଉଛି। ଏହିଭଳି ଭାବେ ରାଜା କଇଁଛ ଫୁଟକି ଖାଇଲେ ଏଇଭଳି ଭାବେ କହୁଛନ୍ତି। ତ ଗପଟି ଆମର ଶେଷ ହୋଇଯାଇଛି।